ଆଚ୍ଛା। ସବୁ ବର୍ଷ ଭଳି ଏ ବର୍ଷ କଟକରେ ବହୁତ ବଡ଼ ବାଲିଯାତ୍ରା ସ୍ୱତନ୍ତ୍ର ଧରଣରେ ନୂଆ ସରକାର ଆସିଲା ପରେ ପ୍ରଥମ ଥର ପାଇଁ ପାଳନ କରିଛନ୍ତି। ବହୁତ ସୁନ୍ଦର ହେଇଛି। ତାର ଠିକ୍ ତା ପୂର୍ବରୁ ବୋଇତ ବନ୍ଦାଣ ବି କରିଛନ୍ତି। ବୋଇତ ବନ୍ଦାଣ ହେଇଛି, ବାଲିଯାତ୍ରା ଉଦଯାପନ ହେଇଯାଇଛି। କିନ୍ତୁ ଦୀର୍ଘ ଦିନରୁ ଏଥିରୁ ଆମ ଓଡ଼ିଆ ଜାତି ପାଇଛି କ'ଣ? ପାଇଛି କ'ଣ? କେବେ ପାଇବ? ଆକୁ ନେଇ ଏ କାର୍ଟୁନ। ଦ୍ୱିତୀୟ କାର୍ଟୁନ ହେଲା ଛାଡ଼ ଖାଇ ଉପରେ ହେଇଛି। ମାସ ସାରା ଯେଉଁମାନେ ହବିଷ୍ୟାଳୀ, ଯେଉଁମାନେ ଯାହା ଛାଡ଼ି ଦେଇଥାନ୍ତି, ମାନେ ନିଷ୍ଠାର ସହ ହବିଷ୍ୟ ପାଳନ କରିଥାନ୍ତେ କାର୍ତ୍ତିକ ମାସରେ, ମାସ ଶେଷରେ ସେମାନେ ଛାଡ଼ ଖାଇ କରନ୍ତି। କିନ୍ତୁ ମଣିଷ ଲୋଭ ଜିହ୍ବାକୁ ଅସଂଯତ ବଶତଃ ଯେଉଁ ପଶୁପକ୍ଷୀଙ୍କୁ ନିରୀହ ପଶୁପକ୍ଷୀମାନଙ୍କୁ ହତ୍ୟା କରିକି ତାକୁ ଯେଉଁ ଖାଏ ଛାଡ଼ ଖାଏ ନାଁରେ, ସେଇଟା ସମାଜରେ ଗ୍ରହଣୀୟ କି? ତାକୁ ନେଇକି କାର୍ଟୁନ। ତୃତୀୟ କାର୍ଟୁନ ହେଉଛି ଗୋଟିଏ ଟିଭି ବାଲା ସେମାନେ ବିଭିନ୍ନ ଦୁଇଟି ରାଜ୍ୟରେ ଏବେ ନିର୍ବାଚନ ହେଲା, ମହାରାଷ୍ଟ୍ର, ଝାଡ଼ଖଣ୍ଡ। ତାପରେ ଏକ୍ଜିଟ୍ ପୋଲ୍ ସେ ପ୍ରକାଶ କରିଛି। ଏକ୍ଜିଟ୍ ପୋଲ୍ରେ ସେ ଗୋଟିଏ ଜିନିଷ ଲେଖିଛି ଯେ କେହି ଏକ୍ଜିଟ୍ ପୋଲ୍କୁ ବିଶ୍ୱାସ କରିବେନି, ଦେହକୁ ନେବେନି। ତ ଭାଇ ଆମେ ଯଦି ଦେହକୁ ନେବୁନୁ ତାହେଲେ ତୁମେ ସେ ଛପେଇବ କାହିଁକି, ଲୋକଙ୍କୁ ଅଯଥାରେ ଟେନସନ୍ ଦେବ କାହିଁକି? ଆପେ ଆପେ ତ ଗଣତି ହେବ, ଗଣତି ହେଲେ ତ ଲୋକ ଦେଖିପାରିବେ ନା, ଲୋକ ଦେଖିପାରିବେ ନା ନାହିଁ। ତାକୁ ନେଇକି ତୃତୀୟ କାର୍ଟୁନ। ଚତୁର୍ଥ କାର୍ଟୁନ ହେଲା ମଣିପୁର ଜଳୁଛି। ମଣିପୁରର କ'ଣ ଏମିତି ଗୋଟେ ସମସ୍ୟା ରହିଛି ଯାହାକି ସରକାର ଚେଷ୍ଟା କରିକି ବି ତାର ସମାଧାନ କରିପାରୁନାହାନ୍ତି, ନା ଚେଷ୍ଟା କରୁନାହାନ୍ତି, ତାହା ଲୋକ ବି ଜାଣିବା ପାଇଁ ଚାହୁଁଛନ୍ତି। ଏମିତିକି ମଣିପୁରରେ ଯେଉଁ ଅବସ୍ଥା, ସେ ସମୟରେ ମହାରାଷ୍ଟ୍ରରୁ ଆମର ଗୃହମନ୍ତ୍ରୀ ତାଙ୍କ ନିର୍ବାଚନ ପ୍ରଚାର ବାତିଲ କରିକି ସେ ଦିଲ୍ଲୀ ଫେରିବାକୁ ପଡ଼ିଥିଲା। ଆର ଏ ଯେଉଁ ଜଳିବା ବନ୍ଦ ହେବ କେବେ? ସେଠି ସଦ୍ଭାବନା ଆସିବ କେବେ? ତାକୁ ନେଇକି ଚତୁର୍ଥ କାର୍ଟୁନ। ପଞ୍ଚମ କାର୍ଟୁନ ହେଲା ବିଭିନ୍ନ ଖବରକାଗଜ, ବିଭିନ୍ନ ମିଡ଼ିଆ, ବିଭିନ୍ନ ନ୍ୟୁଜ୍ ସୋର୍ସ ଅନୁଧ୍ୟାନ କଲେ ମୋହନ ଚରଣ ମାଝୀଙ୍କର ଯେଉଁ ସରକାର, ବିଜେପି ସରକାର, ଏ ସରକାର ବହୁତ କିଛି କାମ ବହୁତ ତୀବ୍ର ବେଗରେ କରିଚାଲିଛି, କରିଚାଲିଥିଲେ ମଧ୍ୟ କିନ୍ତୁ ଜଳ ଜଳ ହେଇ ଦେଖାହେଉଛି ଯେ ସରକାର କିଛି ଚାପରେ ଅଛନ୍ତି। ସରକାର ଚାପରେ ରହିବା ଫଳରେ ଅନେକ ଗୁଡ଼ିଏ ତଳରୁ ଉପର ପର୍ଯ୍ୟନ୍ତ ଅନେକ ଗୁଡ଼ିଏ କଥା ଗୁଡ଼ିକ ସେ ଚାପରେ ଥିଲା ଭଳି ଦେଖାଯାଉଛି। ତାହେଲେ ଏ ଚାପ ଦେଉଛି କିଏ? ସରକାରଙ୍କୁ ବାଟ ଓଗାଳୁଛି କିଏ? ଏହା ହେଉଛି ପଞ୍ଚମ କାର୍ଟୁନ। ଏବଂ ଏଥରର ଯେଉଁ ଶେଷ କାର୍ଟୁନ ଅଛି, ସେ କାର୍ଟୁନ ହେଉଛି ଯେ ଆମର ମାନେ ଜାତୀୟ ପ୍ରେସ୍ ଦିବସ 16 ତାରିଖ ଦିନ ଗଲା, ତାକୁ ନେଇକି ଜାତୀୟ ପ୍ରେସ୍ ଦିବସ ହେଇଛି। ଜାତୀୟ ପ୍ରେସ୍ ଦିବସରେ
ସବୁଠି ସାମ୍ବାଦିକମାନେ ବହୁତ ସୁନ୍ଦର ଭାବେ ବିଭିନ୍ନ କାର୍ଯ୍ୟକ୍ରମ ନେଇକି ପାଳନ କରିଛନ୍ତି। ସରକାର ବି ପାଳନ କରିଛନ୍ତି। କିନ୍ତୁ ପ୍ରେସ୍ ଯେଉଁ ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଯେଉଁ ଦେଶରେ ତାକୁ ତିଆରି କରାଯାଇଛି, ସେ କେତେ ଦୂର କାମ କରୁଛି? ସାମ୍ବାଦିକମାନେ ବାସ୍ତବରେ ନିଷ୍ଠାର ସହ କାମ କରିପାରୁଛନ୍ତି କି? ସାମ୍ବାଦିକମାନଙ୍କୁ ଏ ପ୍ରଶ୍ନ ଯଦି ପଚରାଯିବ ତାହେଲେ ନିଶ୍ଚୟ ତାଙ୍କର ତଣ୍ଟିରେ ଛେପ ଢୋକିବାକୁ ବାଧ୍ୟ ହେବେ। କାରଣ ସ୍ୱଚ୍ଛତା କୌଣସି ସ୍ଥାନରେ ବି ନାହିଁ, ତାହେଲେ ପ୍ରେସରେ ଆସିବ କୋଉଠୁ? ତାକୁ ନେଇ ସାମ୍ବାଦିକମାନେ କେମିତି ହେବା ଦରକାର? ଏହା ହେଉଛି ଶେଷ କାର୍ଟୁନ। ଜୟ ଜଗନ୍ନାଥ। ଆସନ୍ତା ଥରକୁ ଆଉ ଥରେ କିଛି ଅଧିକା ବିଷୟକୁ ନେଇକି କିଛି କାର୍ଟୁନ ଆମେ କରିବା।